ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ସାରଳା ସାହିତ୍ୟ ସମ୍ପର୍କରେ ସଂକ୍ଷିପ୍ତ ପ୍ରଶ୍ନ ଓ ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି, ସାରଳା ଦାସ କେଉଁ ରାଜାଙ୍କ ରାଜତ୍ୱ କାଳରେ ମହାଭାରତ ରଚନା କରିଥିଲେ? ଅପସନ୍ରେ ଅଛି ପ୍ରତାପରୁଦ୍ର ଦେବ, ଚୋଡ଼ଗଙ୍ଗ ଦେବ, ପୁରୁଷୋତ୍ତମ ଦେବ, କପିଳେନ୍ଦ୍ର ଦେବ। ସାରଳା ଦାସ କେଉଁ ରାଜାଙ୍କ ରାଜତ୍ୱ କାଳରେ ମହାଭାରତ ରଚନା କରିଥିଲେ? ସଠିକ୍ ଉତ୍ତର ହେବ ଅପସନ୍ ଘ, କପିଳେନ୍ଦ୍ର ଦେବ। ପରବର୍ତ୍ତୀ ପ୍ରଶ୍ନ, କପିଳେନ୍ଦ୍ର ଦେବ କେଉଁ ରାଜବଂଶର ପ୍ରତିଷ୍ଠାତା? ଅପସନ୍ରେ ଅଛି ସୋମବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶ, ଭୋଇବଂଶ। କପିଳେନ୍ଦ୍ର ଦେବ କେଉଁ ରାଜବଂଶର ପ୍ରତିଷ୍ଠାତା? ସଠିକ୍ ଉତ୍ତର ଅପସନ୍ ଗ, ସୂର୍ଯ୍ୟବଂଶ। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସଙ୍କ ଜନ୍ମସ୍ଥାନ କେଉଁଠି? ଅପସନ୍ରେ ଅଛି କନକପଡ଼ା, କନକପ୍ରଗଣା, ଝଙ୍କଡ଼େଶ୍ୱର, ଝଙ୍କଡ଼। ସାରଳା ଦାସଙ୍କ ଜନ୍ମସ୍ଥାନ କେଉଁଠି? ସଠିକ୍ ଉତ୍ତର ଅପସନ୍ ଘ, ଝଙ୍କଡ଼। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସ ନିଜ ଜନ୍ମସ୍ଥାନ ସମ୍ପର୍କରେ କେଉଁ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି? ଅପସନ୍ରେ ଅଛି ବିଲଙ୍କା ରାମାୟଣ, ମହାଭାରତ, ଚଣ୍ଡୀପୁରାଣ, ଲକ୍ଷ୍ମୀନାରାୟଣ ବଚନିକା। ସାରଳା ଦାସ ନିଜ ଜନ୍ମସ୍ଥାନ ସମ୍ପର୍କରେ କେଉଁ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି? ସଠିକ୍ ଉତ୍ତର ଅପସନ୍ କ, ବିଲଙ୍କା ରାମାୟଣ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମ ବିଜୟର ସ୍ରଷ୍ଟା କିଏ? ସାରଳା ଦାସ, ମାର୍କଣ୍ଡ ଦାସ, କପିଳେନ୍ଦ୍ର ଦେବ, ଚୋଡ଼ଗଙ୍ଗ ଦେବ। ପରଶୁରାମ ବିଜୟର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଗ, କପିଳେନ୍ଦ୍ର ଦେବ। ପରବର୍ତ୍ତୀ ପ୍ରଶ୍ନ, ସଂସ୍କୃତରେ ରଚିତ ପରଶୁରାମ ବିଜୟ କେଉଁ ଧରଣର ରଚନା? କାବ୍ୟ, ନାଟକ, ଇତିହାସ, ପୁରାଣ। ସଠିକ୍ ଉତ୍ତର ଅପସନ୍ ଖ, ନାଟକ। ପରବର୍ତ୍ତୀ ପ୍ରଶ୍ନ, ସଂସ୍କୃତ ନାଟକ ପରଶୁରାମ ବିଜୟରେ କେଉଁ ଭାଷାରେ ଗୀତଟିଏ ସଂଯୋଜିତ? ସଂସ୍କୃତ, ଓଡ଼ିଆ, ତାମିଲ, ବଙ୍ଗଳା। ସଠିକ୍ ଉତ୍ତର ଅପସନ୍ ଖ, ଓଡ଼ିଆ। ପରବର୍ତ୍ତୀ ପ୍ରଶ୍ନ, ପରଶୁରାମ ବିଜୟ ନାଟକରେ ସଂଯୋଜିତ ଓଡ଼ିଆ ଗୀତଟି କେଉଁ ରାଗରେ ରଚିତ? ଅପସନ୍ରେ ଅଛି କାମୋଦି, ଗୁଜ୍ଜରୀ, ଅମର, ଦାଣ୍ଡି। ସଠିକ୍ ଉତ୍ତର ହେବ ଅପସନ୍ ଗ, ଅମର। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ? ଅପସନ୍ରେ ଅଛି ସିଦ୍ଧେଶ୍ୱର ପରିଡ଼ା, ସିଦ୍ଧେଶ୍ୱର ପରିଜା, ସିଦ୍ଧେଶ୍ୱର ପରିରାୟ, ସିଦ୍ଧେଶ୍ୱର ଦାସ। ସାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ? ସଠିକ୍ ଉତ୍ତର ଅପସନ୍ କ, ସିଦ୍ଧେଶ୍ୱର ପରିଡ଼ା। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସ କେଉଁ ଗ୍ରନ୍ଥରେ ଅନେକ ବାର ନିଜକୁ ଶୂଦ୍ରମୁନି ବୋଲି ଉଲ୍ଲେଖ କରିଛନ୍ତି? ଅପସନ୍ରେ ଅଛି ବିଲଙ୍କା ରାମାୟଣ, ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ। ସାରଳା ଦାସ କେଉଁ ଗ୍ରନ୍ଥରେ ଅନେକ ବାର ନିଜକୁ ଶୂଦ୍ରମୁନି ବୋଲି ଉଲ୍ଲେଖ କରିଛନ୍ତି? ସଠିକ୍ ଉତ୍ତର ହେବ ଅପସନ୍ ଖ, ମହାଭାରତ। ଶୂଦ୍ରମୁନିର ମୁନି ଶବ୍ଦଟି କେଉଁ ଅର୍ଥ ବହନ କରେ? ଅପସନ୍ରେ ଅଛି କବି ବା ଶାସ୍ତ୍ରକାର, ପଣ୍ଡିତ, ବ୍ୟାଖ୍ୟାକାର, ଅନୁବାଦକ। ଶୂଦ୍ରମୁନିର ମୁନି ଶବ୍ଦଟି କେଉଁ ଅର୍ଥ ବହନ କରେ? ସଠିକ୍ ଉତ୍ତର ଅପସନ୍ କ, କବି ବା ଶାସ୍ତ୍ରକାର। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ରଚନା ମଧ୍ୟରୁ କେଉଁଟି ସାରଳା ଦାସଙ୍କର ପ୍ରଥମ ରଚନା? ଅପସନ୍ରେ ଅଛି ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ, ଲକ୍ଷ୍ମୀନାରାୟଣ ବଚନିକା। ନିମ୍ନୋକ୍ତ ରଚନା ମଧ୍ୟରୁ କେଉଁଟି ସାରଳା ଦାସଙ୍କର ପ୍ରଥମ ରଚନା? ସଠିକ୍ ଉତ୍ତର ହେବ ଅପସନ୍ ଖ, ବିଲଙ୍କା ରାମାୟଣ।
ପରବର୍ତ୍ତୀ ପ୍ରଶ୍ନ କେଉଁ ସଂସ୍କୃତ ଗ୍ରନ୍ଥ ଅନୁସରଣରେ ଶାରଳା ଦାସଙ୍କ ବିଲଙ୍କା ରାମାୟଣ ରଚିତ? ଅପସନରେ ଅଛି ବିଚିତ୍ର ରାମାୟଣ, ଅଦ୍ଭୁତ ରାମାୟଣ, ମେଘଦୂତମ, ଅଭିଜ୍ଞାନ ଶକୁନ୍ତଳମ୍। ସଠିକ୍ ଉତ୍ତର ହେବ ଅପସନ୍ ଖ ଅଦ୍ଭୁତ ରାମାୟଣ। ପରବର୍ତ୍ତୀ ପ୍ରଶ୍ନ କେଉଁ ଦେବତାଦ୍ୱୟଙ୍କ କଥୋପକଥନ ଛଳରେ ବିଲଙ୍କା ରାମାୟଣର କଥାବସ୍ତୁ ଗତିଶୀଳ? ଅପସନରେ ଅଛି ରାଧାକୃଷ୍ଣ, ଲକ୍ଷ୍ମୀନାରାୟଣ, ବ୍ରହ୍ମା ସରସ୍ୱତୀ, ଶିବ ପାର୍ବତୀ। କେଉଁ ଦେବତାଦ୍ୱୟଙ୍କ କଥୋପକଥନ ଛଳରେ ବିଲଙ୍କା ରାମାୟଣର କଥାବସ୍ତୁ ଗତିଶୀଳ? ସଠିକ୍ ଉତ୍ତର ଅପସନ୍ ଘ ଶିବ ଓ ପାର୍ବତୀ। ପରବର୍ତ୍ତୀ ପ୍ରଶ୍ନ ନିମ୍ନୋକ୍ତ ପର୍ବ ମଧ୍ୟରୁ କେଉଁଟି ଶାରଳା ଦାସଙ୍କ ମୌଳିକ କଳ୍ପନା? ସଠିକ୍ ଉତ୍ତର ହେବ ଅପସନ୍ ଗ ଗଦା ପର୍ବ। ପରବର୍ତ୍ତୀ ପ୍ରଶ୍ନ ପ୍ରଥମେ ଶ୍ରୀ ରାମାୟଣ ଦ୍ୱିତୀୟ ଭାରତ ତୃତୀୟ ଲିଖନ କଲି ଶ୍ରୀ ଭାଗବତ ଏହା ଶାରଳା ଦାସଙ୍କ କେଉଁ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି? ଅପସନରେ ଅଛି ଚଣ୍ଡୀପୁରାଣ, ମହାଭାରତ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା। ସଠିକ୍ ଉତ୍ତର ହେବ ଅପସନ୍ କ ଚଣ୍ଡୀପୁରାଣ। ପରବର୍ତ୍ତୀ ପ୍ରଶ୍ନ ଶ୍ରୀ ଭାଗବତ ରୂପେ ଶାରଳା ଦାସଙ୍କ କେଉଁ ଗ୍ରନ୍ଥକୁ ଗ୍ରହଣ କରାଯାଏ? ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ, ମହାଭାରତ କାହାକୁ ନୁହେଁ? ଶ୍ରୀ ଭାଗବତ ରୂପେ ଶାରଳା ଦାସଙ୍କ କେଉଁ ଗ୍ରନ୍ଥକୁ ଗ୍ରହଣ କରାଯାଏ? ସଠିକ୍ ଉତ୍ତର ଅପସନ୍ ଖ ଚଣ୍ଡୀପୁରାଣ। ପରବର୍ତ୍ତୀ ପ୍ରଶ୍ନ ଶାରଳା ମହାଭାରତର ପଦ ସଂଖ୍ୟା କେତେ? 1,00,000, 1,70,000, 1,30,000, 1,40,000। ଶାରଳା ମହାଭାରତର ପଦ ସଂଖ୍ୟା କେତେ? ସଠିକ୍ ଉତ୍ତର ଅପସନ୍ ଘ 1,40,000। ସଂସ୍କୃତ ମହାଭାରତର ପଦ ସଂଖ୍ୟା କେତେ? 1,00,000, 1,10,000, 1,50,000, 90,000। ସଠିକ୍ ଉତ୍ତର ଅପସନ୍ କ 1,00,000। ମହାଭାରତର କେଉଁ ପର୍ବରେ ଶାରଳା ଦାସଙ୍କ ଜାତି ସ୍ମରତ୍ୱ ବର୍ଣ୍ଣିତ? ଅପସନରେ ଅଛି ଆଦି ପର୍ବ, ଗଦା ପର୍ବ, ସ୍ୱର୍ଗାରୋହଣ ପର୍ବ, କାଇଁସିକା ପର୍ବ। ମହାଭାରତର କେଉଁ ପର୍ବରେ ଶାରଳା ଦାସଙ୍କ ଜାତି ସ୍ମରତ୍ୱ ବର୍ଣ୍ଣିତ? ସଠିକ୍ ଉତ୍ତର ଅପସନ୍ ଗ ସ୍ୱର୍ଗାରୋହଣ ପର୍ବ। ପରବର୍ତ୍ତୀ ପ୍ରଶ୍ନ ମହାଭାରତ ବ୍ୟତୀତ ଶାରଳା ଦାସଙ୍କର ଅନ୍ୟ କେଉଁ ଗ୍ରନ୍ଥରେ ଜାତି ସ୍ମରତାର ଉଲ୍ଲେଖ ରହିଛି? ଅପସନରେ ଅଛି ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା କେଉଁ ଗ୍ରନ୍ଥରେ ନୁହେଁ? ସଠିକ୍ ଉତ୍ତର ଅପସନ୍ କ ଚଣ୍ଡୀପୁରାଣ। ପରବର୍ତ୍ତୀ ପ୍ରଶ୍ନ ନିହତ ହୋଇଥିବା ବିଲଙ୍କା ରାବଣର ନାମ କ'ଣ? ଦଶଶିରା ରାବଣ, ଲଙ୍କାପତି ରାବଣ, ଶତଶିରା ରାବଣ, ସହସ୍ରଶିରା ରାବଣ। ସଠିକ୍ ଉତ୍ତର ଅପସନ୍ ଘ ସହସ୍ରଶିରା ରାବଣ। ପରବର୍ତ୍ତୀ ପ୍ରଶ୍ନ ଶାରଳା ଦାସ ମୁଖ୍ୟତଃ କେଉଁ ଧର୍ମାବଲମ୍ବୀ ଥିଲେ? ଅପସନରେ ଅଛି ବୈଷ୍ଣବ, ଶାକ୍ତ, ଶୈବ, ବୌଦ୍ଧ। ଶାରଳା ଦାସ ମୁଖ୍ୟତଃ କେଉଁ ଧର୍ମାବଲମ୍ବୀ ଥିଲେ? ସଠିକ୍ ଉତ୍ତର ଅପସନ୍ ଖ ଶାକ୍ତ। ପରବର୍ତ୍ତୀ ପ୍ରଶ୍ନ ଶାରଳା ମହାଭାରତ କେଉଁ ବୃତ୍ତରେ ରଚିତ? ଦାଣ୍ଡି, ଗୁଜ୍ଜରୀ, କାମୋଦି, ନବାକ୍ଷରୀ। ଶାରଳା ମହାଭାରତ କେଉଁ ବୃତ୍ତରେ ରଚିତ? ସଠିକ୍ ଉତ୍ତର ହେବ ଅପସନ୍ କ ଦାଣ୍ଡି ବୃତ୍ତରେ ରଚିତ। ପରବର୍ତ୍ତୀ ପ୍ରଶ୍ନ ଲକ୍ଷ୍ମୀନାରାୟଣ ବଚନିକା ଶାରଳା ଦାସଙ୍କ ରଚନା ବୋଲି କିଏ ସମ୍ପୃକ୍ତ ପୋଥି ଉଦ୍ଧାର କରି କହିଛନ୍ତି? ଅପସନରେ ଅଛି ବଂଶୀଧର ମହାନ୍ତି, ନଟବର ସାମନ୍ତରାୟ, ସୁରେନ୍ଦ୍ର କୁମାର ମହାରଣା, ସଚ୍ଚିଦାନନ୍ଦ ମିଶ୍ର। ସଠିକ୍ ଉତ୍ତର ହେବ ଅପସନ୍ କ ବଂଶୀଧର ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ
ଦାଣ୍ଡିବୃତ୍ତରେ ରଚିତ ସାରଳା ମହାଭାରତରେ ସ୍ଥଳ ବିଶେଷରେ ଦୀର୍ଘତମ ପାଦର ଓ କ୍ଷୁଦ୍ରତମ ପାଦର ଅକ୍ଷର ସଂଖ୍ୟା କେତେ? ସଠିକ ଉତ୍ତର ହେବ ଅପସନ୍ ଗ 32 ଓ 9। ପରବର୍ତ୍ତୀ ପ୍ରଶ୍ନ, କିଏ ଶ୍ରୀ ଭାରତ ଦର୍ପଣ ଗ୍ରନ୍ଥର ରଚୟିତା? ଅପସନ୍ରେ ଅଛି ଶ୍ୟାମସୁନ୍ଦର ରାଜଗୁରୁ, ଗୋପୀନାଥ ନନ୍ଦ ଶର୍ମା, ବିନାୟକ ମିଶ୍ର, ସୂର୍ଯ୍ୟନାରାୟଣ ଦାସ। କିଏ ଶ୍ରୀ ଭାରତ ଦର୍ପଣ ଗ୍ରନ୍ଥର ରଚୟିତା? ସଠିକ ଉତ୍ତର ଅପସନ୍ ଖ ଗୋପୀନାଥ ନନ୍ଦ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତର ସର୍ବପ୍ରଥମ ତୁଳନାତ୍ମକ ଆଲୋଚନା କିଏ କରିଛନ୍ତି? ଅପସନ୍ରେ ଅଛି ବିନାୟକ ମିଶ୍ର, ସୂର୍ଯ୍ୟନାରାୟଣ ଦାସ, ଗୋପୀନାଥ ନନ୍ଦ ଶର୍ମା, ଶ୍ୟାମସୁନ୍ଦର ରାଜଗୁରୁ। ସାରଳା ମହାଭାରତର ସର୍ବପ୍ରଥମ ତୁଳନାତ୍ମକ ଆଲୋଚନା କିଏ କରିଛନ୍ତି? ସଠିକ ଉତ୍ତର ଅପସନ୍ ଗ ଗୋପୀନାଥ ନନ୍ଦ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ କେଉଁ କୃତିଟି ସାରଳା ଦାସଙ୍କର ନୁହେଁ? ମହାଭାରତ, ଚଣ୍ଡୀପୁରାଣ, ଅଦ୍ଭୁତ ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା। ନିମ୍ନଲିଖିତ କେଉଁ କୃତିଟି ସାରଳା ଦାସଙ୍କର ନୁହେଁ? ସଠିକ ଉତ୍ତର ଅପସନ୍ ଗ ଅଦ୍ଭୁତ ରାମାୟଣ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ପର୍ବଗୁଡ଼ିକ ମଧ୍ୟରୁ କେଉଁଟି ସଂସ୍କୃତ ମହାଭାରତରେ ନାହିଁ? ଅପସନ୍ରେ ଅଛି ମଧ୍ୟପର୍ବ, ଶଲ୍ୟ ପର୍ବ, ଦ୍ରୋଣ ପର୍ବ, ଶାନ୍ତି ପର୍ବ। ନିମ୍ନୋକ୍ତ ପର୍ବଗୁଡ଼ିକ ମଧ୍ୟରୁ କେଉଁଟି ସଂସ୍କୃତ ମହାଭାରତରେ ନାହିଁ? ସଠିକ ଉତ୍ତର ଅପସନ୍ କ ମଧ୍ୟପର୍ବ। ପରବର୍ତ୍ତୀ ପ୍ରଶ୍ନ, ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ। ଏହି ଉକ୍ତିଟି ସାରଳା ମହାଭାରତର କେଉଁ ପର୍ବରୁ ଗୃହୀତ? ଅପସନ୍ରେ ଅଛି ମଧ୍ୟପର୍ବ, ବନପର୍ବ, ଦ୍ରୋଣ ପର୍ବ, ଆଶ୍ରମିକ ପର୍ବ। ସଠିକ ଉତ୍ତର ଅପସନ୍ ଗ ଦ୍ରୋଣ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ସତ୍ୟ ଆମ୍ବ ଉପାଖ୍ୟାନ ସାରଳା ମହାଭାରତର କେଉଁ ପର୍ବରେ ସ୍ଥାନିତ? ଗଦା ପର୍ବ, ଶାନ୍ତି ପର୍ବ, ଭୀଷ୍ମ ପର୍ବ, ବନ ପର୍ବ। ସତ୍ୟ ଆମ୍ବ ଉପାଖ୍ୟାନ ସାରଳା ମହାଭାରତର କେଉଁ ପର୍ବରେ ସ୍ଥାନିତ? ସଠିକ ଉତ୍ତର ହେବ ଅପସନ୍ ଘ ବନ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତର ବକ୍ତା ଓ ଶ୍ରୋତା କିଏ? ଅପସନ୍ରେ ଅଛି କୃଷ୍ଣ ଓ ଅର୍ଜୁନ, ଶିବ ଓ ପାର୍ବତୀ, ଅଗସ୍ତ୍ୟ ଓ ବୈବସ୍ୱତ ମୁନି, ବ୍ୟାସ ଓ ପରୀକ୍ଷିତ। ସାରଳା ମହାଭାରତର ବକ୍ତା ଓ ଶ୍ରୋତା କିଏ? ସଠିକ ଉତ୍ତର ହେବ ଅପସନ୍ ଗ ଅଗସ୍ତ୍ୟ ଓ ବୈବସ୍ୱତ ମୁନି। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସ ପୂର୍ବ ଜନ୍ମରେ କିଏ ଥିଲେ ବୋଲି ଉଲ୍ଲେଖ କରିଛନ୍ତି? ଭବଭୂତି, ବିଷ୍ଣୁ ଶର୍ମା, ମାଘ, କାଳିଦାସ। ସାରଳା ଦାସ ପୂର୍ବ ଜନ୍ମରେ କିଏ ଥିଲେ ବୋଲି ଉଲ୍ଲେଖ କରିଛନ୍ତି? ସଠିକ ଉତ୍ତର ଅପସନ୍ ଘ କାଳିଦାସ। ପରବର୍ତ୍ତୀ ପ୍ରଶ୍ନ, ଦାଣ୍ଡିବୃତ୍ତ ଅନ୍ୟ କେଉଁ ନାମରେ ନାମିତ? ଅପସନ୍ରେ ଅଛି ମୁକ୍ତ ଛନ୍ଦ, ଅମିତ୍ରାକ୍ଷର ଛନ୍ଦ, ପୂର୍ଣ୍ଣ ମିତ୍ରାକ୍ଷର ଛନ୍ଦ, ନବାକ୍ଷରୀ ଛନ୍ଦ। ଦାଣ୍ଡିବୃତ୍ତ ଅନ୍ୟ କେଉଁ ନାମରେ ନାମିତ? ସଠିକ ଉତ୍ତର ଅପସନ୍ କ ମୁକ୍ତ ଛନ୍ଦ। ପରବର୍ତ୍ତୀ ପ୍ରଶ୍ନ, ସରଶଯ୍ୟାରେ ଶାୟିତ ଭୀଷ୍ମ କେଉଁ ପର୍ବରେ ଯୁଧିଷ୍ଠିରଙ୍କୁ ଉପଦେଶ ଦେଇଛନ୍ତି? ଅପସନ୍ରେ ଅଛି ସ୍ୱର୍ଗାରୋହଣ ପର୍ବ, ଭୀଷ୍ମ ପର୍ବ, ଶାନ୍ତି ପର୍ବ, ମୁଷଳି ପର୍ବ। ସଠିକ ଉତ୍ତର ହେବ ଅପସନ୍ ଗ ଶାନ୍ତି ପର୍ବ। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତର କେଉଁ ଚରିତ୍ର ନିଜ ସନ୍ତାନମାନଙ୍କୁ ଜନ୍ମ ଦେଲା ମାତ୍ରେ ହତ୍ୟା କରୁଥିଲେ? ସତ୍ୟବତୀ, ଅମ୍ବା, ଅମ୍ବାଳିକା, ଗଙ୍ଗା। ସଠିକ ଉତ୍ତର ଅପସନ୍ ଘ ଗଙ୍ଗା। ପରବର୍ତ୍ତୀ ପ୍ରଶ୍ନ, ସାରଳା ଦାସ କପିଳେନ୍ଦ୍ର ଦେବଙ୍କ ସେନାବାହିନୀରେ ସୈନିକ ଥିବାର ଅନୁମାନ କେଉଁ ଗବେଷକ କରିଛନ୍ତି?
ଗୋପୀନାଥ ନନ୍ଦ ଶର୍ମା, ବଂଶୀଧର ମହାନ୍ତି, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି। ସଠିକ ଉତ୍ତର ଅପସନ୍ ଗ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ, ସହଜ ସୁନ୍ଦରୀର କାହା ସହିତ ମିଳନରୁ ଖନିକାର ଖଲ୍ୟକାରର ଜନ୍ମ? ଭୀମ, ଶ୍ରୀକୃଷ୍ଣ, ନକୁଳ, ଶକୁନି। ସଠିକ ଉତ୍ତର ଅପସନ୍ ଖ ଶ୍ରୀକୃଷ୍ଣ। ଖନିକାରର ଜନ୍ମ ବୃତ୍ତାନ୍ତ କେଉଁ ପର୍ବରେ ଅଛି? ବନ ପର୍ବ, ମଧ୍ୟ ପର୍ବ, ଆଦି ପର୍ବ, ଆଶ୍ରମିକ ପର୍ବ। ସଠିକ ଉତ୍ତର ଅପସନ୍ ଗ ଆଦି ପର୍ବ। ପରବର୍ତ୍ତୀ ପ୍ରଶ୍ନ, କୀଚକ ବଧ କେଉଁ ପର୍ବରେ ବର୍ଣ୍ଣିତ? ମଧ୍ୟ ପର୍ବ, ବିରାଟ ପର୍ବ, ବନ ପର୍ବ, କାଇଁସିକା ପର୍ବ। ସଠିକ ଉତ୍ତର ଅପସନ୍ ଖ ବିରାଟ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ପ୍ରସଙ୍ଗ କେଉଁ ପର୍ବରେ ରହିଛି? ଅପସନ୍ରେ ଅଛି ଗଦା ପର୍ବ, ଉଦ୍ଯୋଗ ପର୍ବ, ଶଲ୍ୟ ପର୍ବ, ଭୀଷ୍ମ ପର୍ବ। ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ପ୍ରସଙ୍ଗ କେଉଁ ପର୍ବରେ ରହିଛି? ସଠିକ ଉତ୍ତର ଅପସନ୍ ଗ ଶଲ୍ୟ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ଭୀଷ୍ମଙ୍କର ଶରୀର ତ୍ୟାଗ ପ୍ରସଙ୍ଗ କେଉଁ ପର୍ବରେ ସ୍ଥାନ ପାଇଛି? ଦ୍ରୋଣ ପର୍ବ, ସ୍ୱର୍ଗାରୋହଣ ପର୍ବ, ମୁଷଳୀ ପର୍ବ, ଶାନ୍ତି ପର୍ବ। ଭୀଷ୍ମଙ୍କର ଶରୀର ତ୍ୟାଗ ପ୍ରସଙ୍ଗ କେଉଁ ପର୍ବରେ ସ୍ଥାନ ପାଇଛି? ସଠିକ ଉତ୍ତର ଅପସନ୍ ଘ ଶାନ୍ତି ପର୍ବ। ପରବର୍ତ୍ତୀ ପ୍ରଶ୍ନ, ପାଣ୍ଡବଙ୍କ 5 ପୁତ୍ରକୁ କିଏ ହତ୍ୟା କରିଥିଲେ? କର୍ଣ୍ଣ, ଦ୍ରୋଣ, ଅଶ୍ୱତ୍ଥାମା, ଦୁଶାସନ। ପାଣ୍ଡବଙ୍କ 5 ପୁତ୍ରକୁ କିଏ ହତ୍ୟା କରିଥିଲେ? ସଠିକ ଉତ୍ତର ଅପସନ୍ ଗ ଅଶ୍ୱତ୍ଥାମା। ପରବର୍ତ୍ତୀ ପ୍ରଶ୍ନ, ସଞ୍ଜୟଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ ଉପାଖ୍ୟାନ କେଉଁ ପର୍ବର ଅନ୍ତର୍ଗତ? ଉଦ୍ଯୋଗ ପର୍ବ, ସ୍ୱର୍ଗାରୋହଣ ପର୍ବ, ଭୀଷ୍ମ ପର୍ବ, ଦ୍ରୋଣ ପର୍ବ। ସଠିକ ଉତ୍ତର ଅପସନ୍ କ ଉଦ୍ଯୋଗ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଓ ଏ ପର୍ଯ୍ୟନ୍ତ ଅପ୍ରକାଶିତ 7 କାଣ୍ଡ ରାମାୟଣ କାହାର ରଚନା? ବଳରାମ ଦାସ, ସାରଳା ଦାସ, ଅଚ୍ୟୁତାନନ୍ଦ ଦାସ, ବସା ଦାସ। ସଠିକ ଉତ୍ତର ଅପସନ୍ ଖ ସାରଳା ଦାସ। ସାରଳା ଦାସଙ୍କୁ ବ୍ୟାସଦେବ ସହିତ କିଏ ତୁଳନା କରିଛନ୍ତି? ମୃତ୍ୟୁଞ୍ଜୟ ରଥ, ଜଗବନ୍ଧୁ ସିଂ, ଗୋପୀନାଥ ନନ୍ଦ ଶର୍ମା, କୃଷ୍ଣ ସିଂ। ସାରଳା ଦାସଙ୍କୁ ବ୍ୟାସଦେବ ସହିତ କିଏ ତୁଳନା କରିଛନ୍ତି? ସଠିକ ଉତ୍ତର ଅପସନ୍ ଗ ଗୋପୀନାଥ ନନ୍ଦ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତର ଶୁଦ୍ଧ ସଂସ୍କରଣ କିଏ କରିଛନ୍ତି? ଗୌରୀ କୁମାର ବ୍ରହ୍ମା, ଆର୍ତ୍ତବଲ୍ଲଭ ମହାନ୍ତି, ବିଛନ୍ଦ ଚରଣ ପଟ୍ଟନାୟକ, ନୀଳମଣି ମିଶ୍ର। ସାରଳା ମହାଭାରତର ଶୁଦ୍ଧ ସଂସ୍କରଣ କିଏ କରିଛନ୍ତି? ସଠିକ ଉତ୍ତର ହେବ ଅପସନ୍ ଖ ଆର୍ତ୍ତବଲ୍ଲଭ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ମାଡୁଆ ମହାଦେବ ପ୍ରବଚନଟି କେଉଁ ପ୍ରସଙ୍ଗରେ କୁହାଯାଇଛି? ଖାଣ୍ଡବ ବନଦହନ, ଖଣ୍ଡାବଧ ପ୍ରସଙ୍ଗ, ଇନ୍ଦ୍ର ଅର୍ଜୁନ ଯୁଦ୍ଧ, ସଚଳା ହରଣ। ସଠିକ ଉତ୍ତର ଅପସନ୍ ଖ ଗଣ୍ଡାବଧ ପ୍ରସଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ଗଧ ପାଦ ଧରିବା କଥାଟି କେଉଁ ପ୍ରସଙ୍ଗରେ କୁହାଯାଇଛି? ଜରାସନ୍ଧ ବଧ, କୌରବଙ୍କ ଜନ୍ମ ବୃତ୍ତାନ୍ତ, କର୍ଣ୍ଣବଧ, ଦୁଶାସନ ବଧ। ଗଧପାଦ ଧରିବା କଥାଟି କେଉଁ ପ୍ରସଙ୍ଗରେ କୁହାଯାଇଛି? ସଠିକ ଉତ୍ତର ଅପସନ୍ କ ଜରାସନ୍ଧ ବଧ। ପରବର୍ତ୍ତୀ ପ୍ରଶ୍ନ, ଜରାସବର ଦ୍ୱାରା ଶ୍ରୀ ଜଗନ୍ନାଥ ନୀଳଗିରି ମଧ୍ୟରେ ନୀଳମାଧବ ରୂପେ ପୂଜା ପାଉଥିବାର ବର୍ଣ୍ଣନା କେଉଁ ପର୍ବରେ ଦିଆଯାଇଛି?
ବନ ପର୍ବ, ଆଶ୍ରମିକ ପର୍ବ, ଗଦା ପର୍ବ, ମୁଷଳି ପର୍ବ। ସଠିକ୍ ଉତ୍ତର ଅପସନ୍ ଘ ମୁଷଳି ପର୍ବ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପର୍ବର ବର୍ଣ୍ଣନା ଅନୁସାରେ ଶ୍ରୀକୃଷ୍ଣ ଓ ବଳରାମ ଗୁରୁ ସନ୍ଦୀପନୀଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ? ସଭା ପର୍ବ, ବନ ପର୍ବ, ବିରାଟ ପର୍ବ, ମଧ୍ୟ ପର୍ବ। ସଠିକ୍ ଉତ୍ତର ଅପସନ୍ ଗ ବିରାଟ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ବିଦୁରଙ୍କ ପିତାମାତାଙ୍କ ନାମ କ'ଣ? ପରାଶର ଓ ସତ୍ୟବତୀ, ବ୍ୟାସଦେବ ଓ ଅମ୍ବିକା, ବ୍ୟାସଦେବ ଓ ଅମ୍ବାଳିକା, ବ୍ୟାସଦେବ ଓ ଅମ୍ବୁବତୀ। ବିଦୁରଙ୍କ ପିତାମାତାଙ୍କ ନାମ କ'ଣ? ସଠିକ୍ ଉତ୍ତର ଅପସନ୍ ଘ ବ୍ୟାସଦେବ ଓ ଅମ୍ବୁବତୀ। ପରବର୍ତ୍ତୀ ପ୍ରଶ୍ନ, ପିତା ପରାଶର ଓ ମାତା ସତ୍ୟବତୀଙ୍କ ସନ୍ତାନ କିଏ? ବ୍ୟାସଦେବ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ। ସଠିକ୍ ଉତ୍ତର ଅପସନ୍ କ ବ୍ୟାସଦେବ। ବ୍ୟାସଦେବ ଓ ଅମ୍ବିକାଙ୍କର ପୁତ୍ର କିଏ? ଭୀଷ୍ମ, କର୍ଣ୍ଣ, ଧୃତରାଷ୍ଟ୍ର, ପଣ୍ଡୁ। ସଠିକ୍ ଉତ୍ତର ଅପସନ୍ ଗ ଧୃତରାଷ୍ଟ୍ର। ବ୍ୟାସଦେବ ଓ ଅମ୍ବାଳିକାଙ୍କର ପୁତ୍ରର ନାମ କ'ଣ? କର୍ଣ୍ଣ, ଭୀଷ୍ମ, ଦ୍ରୋଣ, ପଣ୍ଡୁ। ସଠିକ୍ ଉତ୍ତର ଅପସନ୍ ଘ ପଣ୍ଡୁ। ପରବର୍ତ୍ତୀ ପ୍ରଶ୍ନ, କୋକୁଆ ଭୟ ପ୍ରସଙ୍ଗ କେଉଁ କେଉଁ ପର୍ବରେ ବର୍ଣ୍ଣିତ? ଅପସନ୍ରେ ଅଛି ଗଦା ପର୍ବ ଓ କାଇଁସିକା ପର୍ବ, ଉଦ୍ଯୋଗ ପର୍ବ ଓ ମୁଷଳି ପର୍ବ, ସଭା ପର୍ବ ଓ ବିରାଟ ପର୍ବ, ବନ ପର୍ବ ଓ ମଧ୍ୟ ପର୍ବ। କୋକୁଆ ଭୟ ପ୍ରସଙ୍ଗ କେଉଁ କେଉଁ ପର୍ବରେ ବର୍ଣ୍ଣିତ? ସଠିକ୍ ଉତ୍ତର ହେବ ଅପସନ୍ ଖ ଉଦ୍ଯୋଗ ପର୍ବ ଓ ମୁଷଳି ପର୍ବ। ପରବର୍ତ୍ତୀ ପ୍ରଶ୍ନ, ଶାରଳା ଦାସଙ୍କ କେଉଁ ଗ୍ରନ୍ଥରେ ବ୍ରହ୍ମାପୁତ୍ର ବଶିଷ୍ଠ ଚଣ୍ଡାଳ କନ୍ୟା ଅରୁନ୍ଧତୀକୁ ବିବାହ କରିଥିବା ପ୍ରସଙ୍ଗ ରହିଛି? ଅପସନ୍ରେ ଅଛି ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ, ଲକ୍ଷ୍ମୀନାରାୟଣ ବଚନିକା। ସଠିକ୍ ଉତ୍ତର ହେବ ଅପସନ୍ ଗ ଚଣ୍ଡୀପୁରାଣ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗ୍ରନ୍ଥରେ ଶୁକମୁନି ବକ୍ତା ଓ ପରୀକ୍ଷିତ ରାଜା ଶ୍ରୋତା? ଅପସନ୍ରେ ଅଛି ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ, ଲକ୍ଷ୍ମୀନାରାୟଣ ବଚନିକା, ବିଚିତ୍ର ରାମାୟଣ। ସଠିକ୍ ଉତ୍ତର ଅପସନ୍ ଖ ଚଣ୍ଡୀପୁରାଣ। କିଏ ମହିଷାସୁର ନିଧନର ଭେଦ ଦୁର୍ଗାଙ୍କୁ ବତାଇ ଦେଇଥିଲେ? ମା ମଙ୍ଗଳା, ମା ବିରଜା, ମା ଶାରଳା, ମା ବିମଳା। କିଏ ମହିଷାସୁର ନିଧନର ଭେଦ ଦୁର୍ଗାଙ୍କୁ ବତାଇ ଦେଇଥିଲେ? ସଠିକ୍ ଉତ୍ତର ହେବ ଅପସନ୍ କ ମା ମଙ୍ଗଳା। ପରବର୍ତ୍ତୀ ପ୍ରଶ୍ନ, ବିଲଙ୍କା ରାମାୟଣ ନୁହେଁ ବିଚିତ୍ର ରାମାୟଣ ହିଁ ଶାରଳା ଦାସଙ୍କ କୃତି ବୋଲି କେଉଁ ଗବେଷକ ମତ ପ୍ରକାଶ କରିଛନ୍ତି? ଅପସନ୍ରେ ଅଛି ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ମିଶ୍ର, ସୁରେନ୍ଦ୍ର କୁମାର ମହାରଣା। ସଠିକ୍ ଉତ୍ତର ହେବ ଅପସନ୍ ଗ ସଚ୍ଚିଦାନନ୍ଦ ମିଶ୍ର। ବିଲଙ୍କା ରାମାୟଣର ବକ୍ତା ଓ ଶ୍ରୋତା କିଏ? ଶିବ ପାର୍ବତୀ, ଶୁକ ପରୀକ୍ଷିତ, ନାରାୟଣ ଲକ୍ଷ୍ମୀ, ଭୀଷ୍ମ ଯୁଧିଷ୍ଠିର। ସଠିକ୍ ଉତ୍ତର ଅପସନ୍ କ ଶିବ ପାର୍ବତୀ। ବିଲଙ୍କା ରାମାୟଣରେ କେଉଁ ଶକ୍ତିର ପ୍ରାଧାନ୍ୟ ପ୍ରତିପାଦିତ? ରାକ୍ଷସ ଶକ୍ତି, ପୁରୁଷ ଶକ୍ତି, ନାରୀ ଶକ୍ତି, ଦୈବୀ ଶକ୍ତି। ବିଲଙ୍କା ରାମାୟଣରେ କେଉଁ ଶକ୍ତିର ପ୍ରାଧାନ୍ୟ ପ୍ରତିପାଦିତ? ସଠିକ୍ ଉତ୍ତର ଅପସନ୍ ଗ ନାରୀ ଶକ୍ତି। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀ ନାରାୟଣ ବଚନିକାର ଆଦ୍ୟରେ କେଉଁ ଦେବୀଙ୍କୁ ବନ୍ଦନା କରାଯାଇଛି? ଲକ୍ଷ୍ମୀ, ସରସ୍ୱତୀ, ପାର୍ବତୀ, ଭଗବତୀ। ସଠିକ୍ ଉତ୍ତର ଅପସନ୍ କ ଲକ୍ଷ୍ମୀ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗବେଷକ ଲକ୍ଷ୍ମୀ ନାରାୟଣ ବଚନିକାର ସ୍ଥିତି ଓ ନାମକରଣକୁ ନେଇ ବିବାଦୀୟ ମନ୍ତବ୍ୟ ଦିଅନ୍ତି? କୃଷ୍ଣଚରଣ ସାହୁ, ରତ୍ନାକର ସାହୁ,
ଜଟାଧାରୀ ମହାପାତ୍ର କେହି ନୁହନ୍ତି। ସଠିକ୍ ଉତ୍ତର ଅପସନ୍ ଗ ଜଟାଧାରୀ ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ସାରଳା ଚରିତ ପୁସ୍ତକର ସ୍ରଷ୍ଟା କିଏ? ବଂଶୀଧର ମହାନ୍ତି, ମୃତ୍ୟୁଞ୍ଜୟ ରଥ, ନଟବର ସାମନ୍ତରାୟ, ମାୟାଧର ମାନସିଂହ। ସାରଳା ଚରିତ ପୁସ୍ତକର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଖ ମୃତ୍ୟୁଞ୍ଜୟ ରଥ। ପରବର୍ତ୍ତୀ ପ୍ରଶ୍ନ, ସାରଳା ସାହିତ୍ୟ ପରିକ୍ରମା କାହାର ସୃଷ୍ଟି? ଅପସନ୍ରେ ଅଛି ସୁରେନ୍ଦ୍ର କୁମାର ମହାରଣା, ସୁରେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ମହାନ୍ତି, ସର୍ବେଶ୍ୱର ଦାସ। ସାରଳା ସାହିତ୍ୟ ପରିକ୍ରମା କାହାର ସୃଷ୍ଟି? ସଠିକ୍ ଉତ୍ତର ହେବ ଅପସନ୍ କ ସୁରେନ୍ଦ୍ର କୁମାର ମହାରଣା। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ପୁସ୍ତକ ମଧ୍ୟରୁ କେଉଁଟି ମାୟାଧର ମାନସିଂହଙ୍କ ରଚନା? ଅପସନ୍ରେ ଅଛି ମହାକବି ସାରଳା ଦାସ, ସାରଳା ସାହିତ୍ୟ ସମ୍ପର୍କରେ, ସାରଳା ସାହିତ୍ୟର ଐତିହାସିକ ଚିତ୍ର, ମାଟିର ମହାକବି ସାରଳା ଦାସ। ନିମ୍ନୋକ୍ତ ପୁସ୍ତକ ମଧ୍ୟରୁ କେଉଁଟି ମାୟାଧର ମାନସିଂହଙ୍କ ରଚନା? ସଠିକ୍ ଉତ୍ତର ହେବ ଅପସନ୍ ଘ ମାଟିର ମହାକବି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ କେଉଁ ପୁସ୍ତକଟି ସୁରେନ୍ଦ୍ର କୁମାର ମହାରଣାଙ୍କର ନୁହେଁ? ସାରଳା ସାହିତ୍ୟ ପରିକ୍ରମା, ବ୍ୟାସକବି ସାରଳା ଦାସ, ସାରଳା ସାହିତ୍ୟ ଏକ ଅଧ୍ୟୟନ, ସାରଳା ସାହିତ୍ୟ ସମ୍ପର୍କରେ। ନିମ୍ନଲିଖିତ କେଉଁ ପୁସ୍ତକଟି ସୁରେନ୍ଦ୍ର କୁମାର ମହାରଣାଙ୍କର ନୁହେଁ? ସଠିକ୍ ଉତ୍ତର ଅପସନ୍ ଖ ବ୍ୟାସକବି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନ, ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା 1954ରେ ପ୍ରକାଶିତ ସାରଳା ସାହିତ୍ୟ ଆଲୋଚନା ପୃଷ୍ଠ ପୁସ୍ତକଟିର ନାମ କ'ଣ? ବିପ୍ଳବୀ କବି ସାରଳା ଦାସ, ଶ୍ରୀ ଭାରତ ଦର୍ପଣ, ସାରଳା ସାହିତ୍ୟ ସମୀକ୍ଷା, ସାରଳା ସ୍ମରଣିକା। ସଠିକ୍ ଉତ୍ତର ଅପସନ୍ ଘ ସାରଳା ସ୍ମରଣିକା। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତରେ ଭାଷାତାତ୍ତ୍ୱିକ ଅଧ୍ୟୟନ ପୁସ୍ତକ କାହା ଦ୍ୱାରା ରଚିତ? ଅପସନ୍ରେ ଅଛି ସୁରେନ୍ଦ୍ର ମହାନ୍ତି, ଧନେଶ୍ୱର ମହାପାତ୍ର, ମାୟାଧର ମାନସିଂହ, ସୁରେନ୍ଦ୍ର କୁମାର ମହାରଣା। ସାରଳା ମହାଭାରତରେ ଭାଷାତାତ୍ତ୍ୱିକ ଅଧ୍ୟୟନ ପୁସ୍ତକ କାହା ଦ୍ୱାରା ରଚିତ? ସଠିକ୍ ଉତ୍ତର ହେବ ଅପସନ୍ ଖ ଧନେଶ୍ୱର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ସାରଳା ସାହିତ୍ୟରେ ଐତିହାସିକ ଚିତ୍ର ପୁସ୍ତକର ଲେଖକ କିଏ? କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ନବୀନ କୁମାର ସାହୁ, ମନ୍ମଥନାଥ ଦାସ, ପ୍ରଭାତ ମୁଖାର୍ଜୀ। ସାରଳା ସାହିତ୍ୟରେ ଐତିହାସିକ ଚିତ୍ର ପୁସ୍ତକର ଲେଖକ କିଏ? ସଠିକ୍ ଉତ୍ତର ଅପସନ୍ କ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ, ବିପ୍ଳବୀ ସାରଳା ଦାସ ପୁସ୍ତକଟି କାହା ଦ୍ୱାରା ସମ୍ପାଦିତ? ଉପେନ୍ଦ୍ରନାଥ ମହାନ୍ତି, ଜାନକୀ ବଲ୍ଲଭ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି। ସଠିକ୍ ଉତ୍ତର ଅପସନ୍ କ ଉପେନ୍ଦ୍ରନାଥ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ ଗ୍ରନ୍ଥଟି ସର୍ବେଶ୍ୱର ଦାସଙ୍କ ଦ୍ୱାରା ରଚିତ? ଅପସନ୍ରେ ଅଛି ସାରଳା ସାହିତ୍ୟ ଏକ ଅଧ୍ୟୟନ, ମହାକବି ସାରଳା ଦାସ, ସାରଳା ସମୀକ୍ଷା, ସାରଳା ଚରିତ। ସଠିକ୍ ଉତ୍ତର ଅପସନ୍ ଖ ମହାକବି ସାରଳା ଦାସ। ସାରଳା ମହାଭାରତରେ ରାଜନୈତିକ ମୂଲ୍ୟବୋଧର ସ୍ରଷ୍ଟା କିଏ? ଅପସନ୍ରେ ଅଛି ସୁରେନ୍ଦ୍ର କୁମାର ମହାରଣା, ନଟବର ଶତପଥୀ, ସୂର୍ଯ୍ୟନାରାୟଣ ଦାସ, କଳ୍ପତରୁ ସାହୁ। ସାରଳା ମହାଭାରତରେ ରାଜନୈତିକ ମୂଲ୍ୟବୋଧର ସ୍ରଷ୍ଟା କିଏ? ସଠିକ୍ ଉତ୍ତର ଅପସନ୍ ଗ ସୂର୍ଯ୍ୟନାରାୟଣ ଦାସ। ପରବର୍ତ୍ତୀ ପ୍ରଶ୍ନ, ରାଘବାନନ୍ଦ ନାୟକଙ୍କ ପ୍ରକାଶିତ ଗବେଷଣା ଗ୍ରନ୍ଥର ନାମ କ'ଣ? ଅପସନ୍ରେ ଅଛି ସାରଳା ସାହିତ୍ୟରେ ଧର୍ମଧାରା, ସାରଳା ମହାଭାରତରେ ଧାର୍ମିକ ପରମ୍ପରା, ସାରଳା ସାହିତ୍ୟ ସମ୍ପର୍କରେ, ସାରଳା ସାହିତ୍ୟରେ ନାରୀ।
ରାଘବାନନ୍ଦ ନାୟକଙ୍କ ପ୍ରକାଶିତ ଗବେଷଣା ଗ୍ରନ୍ଥର ନାମ କ'ଣ? ସଠିକ୍ ଉତ୍ତର ହେବ ଅପସନ୍ ଖ ସାରଳା ମହାଭାରତରେ ଧାର୍ମିକ ପରମ୍ପରା। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତରେ ସାମାଜିକ ଜୀବନ ଶୀର୍ଷକ ଗବେଷଣା ଗ୍ରନ୍ଥଟି କାହାର? ଅପସନ୍ରେ ଅଛି ସଚ୍ଚିଦାନନ୍ଦ ମିଶ୍ର, କାଳୀପ୍ରସନ୍ନ ପରିଜା, ଦୀନବନ୍ଧୁ ରଥ, ସୁରେନ୍ଦ୍ରନାଥ ତ୍ରିପାଠୀ। ସଠିକ୍ ଉତ୍ତର ଅପସନ୍ ଗ ଦୀନବନ୍ଧୁ ରଥ। ପରବର୍ତ୍ତୀ ପ୍ରଶ୍ନ, ସାରଳା ଶବ୍ଦ ଓ ସୂକ୍ତିକୋଷର ସୁଯୋଗ୍ୟ ସଂକଳକ କିଏ? ଅପସନ୍ରେ ଅଛି ନଟବର ଶତପଥୀ, କଳ୍ପତରୁ ସାହୁ, ଅଭିନ୍ନ ଚନ୍ଦ୍ର ଦାସ, ଦଧି ବାମନ ପ୍ରଧାନ। ସଠିକ୍ ଉତ୍ତର ହେବ ଅପସନ୍ କ ନଟବର ଶତପଥୀ। ପରବର୍ତ୍ତୀ ପ୍ରଶ୍ନ, ସାରଳା ମହାଭାରତୀୟ ନାରୀ ଚିତ୍ର କାହା ଦ୍ୱାରା ରଚିତ ଓ କେବେ ଏହା ପ୍ରକାଶିତ? ସାରଳା ମହାଭାରତୀୟ ନାରୀ ଚିତ୍ର କାହା ଦ୍ୱାରା ରଚିତ ଓ କେବେ ଏହା ପ୍ରକାଶିତ? ସଠିକ୍ ଉତ୍ତର ହେବ ଅପସନ୍ ଗ ସରଳା ଦେବୀ, 1952 ମସିହା। କ ସ୍ତମ୍ଭରେ ଅଛି ସଚ୍ଚିଦାନନ୍ଦ ମିଶ୍ର, ସୁରେନ୍ଦ୍ର କୁମାର ମହାରଣା, ଗୋପୀନାଥ ନନ୍ଦ ଶର୍ମା, ମୃତ୍ୟୁଞ୍ଜୟ ରଥ। ଖ ସ୍ତମ୍ଭରେ ଅଛି ସାରଳା ଚରିତ, ଶ୍ରୀ ଭାରତ ଦର୍ପଣ, ସାରଳା ଦାସ ଏକ ଅଧ୍ୟୟନ, ସାରଳା ସାହିତ୍ୟ ସମ୍ପର୍କରେ। ସଠିକ୍ ଉତ୍ତର ହେବ ସଚ୍ଚିଦାନନ୍ଦ ମିଶ୍ର, ସାରଳା ଦାସ ଏକ ଅଧ୍ୟୟନ, ସୁରେନ୍ଦ୍ର କୁମାର ମହାରଣା, ସାରଳା ସାହିତ୍ୟ ସମ୍ପର୍କରେ, ଗୋପୀନାଥ ନନ୍ଦ ଶର୍ମା, ଶ୍ରୀ ଭାରତ ଦର୍ପଣ, ମୃତ୍ୟୁଞ୍ଜୟ ରଥ, ସାରଳା ଚରିତ। ପରବର୍ତ୍ତୀ ପ୍ରଶ୍ନ, କ ସ୍ତମ୍ଭରେ ଅଛି ମାଟିର ମହାକବି ସାରଳା ଦାସ, ସାରଳା ସାହିତ୍ୟ ପରିକ୍ରମା, ସାରଳା ମହାଭାରତୀୟ ନାରୀ ଚିତ୍ର, ସାରଳା ସାହିତ୍ୟର ଐତିହାସିକ ଚିତ୍ର। ଖ ସ୍ତମ୍ଭରେ ଅଛି ସରଳା ଦେବୀ, ମାୟାଧର ମାନସିଂ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ମହାରଣା। ସଠିକ୍ ଉତ୍ତର ହେବ ମାଟିର ମହାକବି ସାରଳା ଦାସ, ମାୟାଧର ମାନସିଂ, ସାରଳା ସାହିତ୍ୟ ପରିକ୍ରମା, ସୁରେନ୍ଦ୍ର କୁମାର ମହାରଣା, ସାରଳା ମହାଭାରତୀୟ ନାରୀ ଚିତ୍ର, ସରଳା ଦେବୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏହା ଥିଲା ଆଜିର ଶେଷ ପ୍ରଶ୍ନ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥୀମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। ଧନ୍ୟବାଦ।